ତେବେ ବୃଷ ରାଶିର ବ୍ୟକ୍ତିମାନେ ଗୀତା ହାତରେ ନେଇ କହୁଛି, ଏହି 7ଟି ଭୟଙ୍କର ଘଟଣା ଯେକୌଣସି ପରିସ୍ଥିତିରେ ଆପଣଙ୍କ ସହିତ ଘଟିବ। କାହାର ବାପା ବି ଏହାକୁ ଅଟକାଇ ପାରିବେ ନାହିଁ। 3ଟି ମୂଲ୍ୟବାନ ଜିନିଷରୁ ଆପଣଙ୍କୁ ହାତ ଧୋଇବାକୁ ପଡ଼ିବ। ଯେତେବେଳେ ଆପଣ ଶୁଣିବେ ତେବେ ଆପଣଙ୍କ ଆଖିରୁ ମଧ୍ୟ ରକ୍ତର ଲୁହ ବାହାରି ଆସିବ। କିନ୍ତୁ ବୁଦ୍ଧିମାନ ଏବଂ ସତର୍କତା ରଖିଲେ ଆଗାମୀ 7 ଦିନରେ ଆପଣଙ୍କ 7ଟି ଅଧୁରା ସ୍ୱପ୍ନ ଯେକୌଣସି ପରିସ୍ଥିତିରେ ପୂରଣ ହେବ। ଶନିଦେବଙ୍କର ଏପରି କୃପା ହେବ ଯେ ଆପଣଙ୍କ ପ୍ରତ୍ୟେକ ଶତ୍ରୁ ଆପଣଙ୍କ ପାଦ ଚାଟିବ। ଆପଣଙ୍କ ଜୀବନରେ ଯେତେ ଦୁଃଖ ଯେତେ ଅସୁବିଧା ଆସୁଛି ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଯେଉଁଠି ଯେଉଁଠି ଗୋଡ଼ ରଖିବେ ସେଠାରୁ ଧନ ସମ୍ପତ୍ତି ବାହାରିବାକୁ ଲାଗିବ। କାରଣ ବନ୍ଧୁଗଣ, ଏବେ ସମୟ ଆସିଛି କିଛି ବଡ଼ କରିବାର। କିନ୍ତୁ ଯଦି ଆଜିର ଏହି ଭିଡ଼ିଓକୁ ଅଣଦେଖା କରିଦେଲେ ତେବେ ପୁରା ଜୀବନ ରକ୍ତର ଲୁହ କାନ୍ଦିବାକୁ ପଡ଼ିପାରେ। ସମୟ ବହୁତ କମ୍ ଅଛି, ସେଥିପାଇଁ ଏହାକୁ ମଜାକ ଭାବନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ହିଁ ଭାରି ପଡ଼ିବ। କେବଳ ଗୋଟିଏ ତୀରରେ ଏବେ 3ଟି ଶିକାର ହେବାକୁ ଯାଉଛି। ଚାରିଦିଗରୁ ଏବେ କେବଳ ଏବଂ କେବଳ ବୃଷ ରାଶିଙ୍କ ଜୀବନରେ ସୁଖ, ଧନ ସମ୍ପତ୍ତି, ସୁଖ ଶାନ୍ତି ଆସିବାକୁ ଯାଉଛି। ମୁଁ ଜାଣେ ବୃଷ ରାଶି ଆପଣଙ୍କର ସବୁଠାରୁ ଅଧିକ ଏବେ ଟଙ୍କା ପଇସାର ସମସ୍ୟା ଚାଲିଛି। ଆପଣଙ୍କ ଶତ୍ରୁମାନେ ଏପରି କଳା ନଜର ଲଗାଇଛନ୍ତି ଯେ ଟଙ୍କା ରୋଜଗାର ତ କରୁଛନ୍ତି, କିନ୍ତୁ କେତେବେଳେ ମେଡ଼ିକାଲରେ, କେତେବେଳେ ଋଣ ଶୁଝିବାରେ, କେତେବେଳେ ପରିବାରର ଦାୟିତ୍ୱ ତୁଲାଇବାରେ ହିଁ ଖର୍ଚ୍ଚ ହୋଇଯାଉଛି। ସେହି ଟଙ୍କାର ଗୋଟିଏ ଟଙ୍କା ବି ଆପଣ ନିଜ ଉପରେ, ନିଜ ଖୁସି ଉପରେ ଲଗାଇ ପାରୁନାହାନ୍ତି। କିନ୍ତୁ ବାସ୍, ବହୁତ ହୋଇଗଲା। ଆସୁଥିବା ଏହି ସମୟ ଆପଣଙ୍କର ପୁରା ଜୀବନ ବଦଳାଇ ରଖିଦେବ। ଆଜିର ଯଦି ଭିଡ଼ିଓ ଦେଖିନେଲେ ଏବଂ ପ୍ରତିକାର ଜାଣିନେଲେ ତେବେ ବନ୍ଧୁଗଣ, ଲକ୍ଷର ନୁହେଁ ବରଂ କୋଟି କୋଟି ଆରବରେ ଆପଣ ଖେଳିବାକୁ ଯାଉଛନ୍ତି। ଅଧିକ ବଢ଼ାଇ ଚଢ଼ାଇ ନୁହେଁ ଏବଂ ବରଂ ଆପଣଙ୍କ ଜୀବନରେ ସତ୍ୟତା ମୁଁ ଆଜି କହିବାକୁ ଯାଉଛି। ବହୁତ ଭାଗ୍ୟବାନ ହେବ ଯିଏ ଆଜି ଏହି ଭିଡ଼ିଓକୁ ଦେଖିବ। କାରଣ ଏ ବ୍ରହ୍ମାଣ୍ଡରେ ହିଁ ଏକ ସଂକେତ ଯାହା ଆପଣଙ୍କ ସାମ୍ନାକୁ ଆସିଛି। ଏହା ଏମିତି ହିଁ ଆସିନାହିଁ ଭିଡ଼ିଓ ଆପଣଙ୍କ ସାମ୍ନାକୁ। ମୋର ପ୍ରିୟ ବନ୍ଧୁଗଣ, ମୋତେ ଜଣାଅଛି ଯେ ଆପଣ ନିଜ ଜୀବନରେ ବିଗତ 2 ବର୍ଷରେ ଧାର ଧାର ଲୁହ କାନ୍ଦିଛନ୍ତି। ବନ୍ଧୁଗଣ, ବଡ଼ ଷଡ଼ଯନ୍ତ୍ର ଦେଇ ଆପଣ ଗତି କରିଛନ୍ତି। ଆପଣଙ୍କ ଆପଣାର ଲୋକମାନେ ହିଁ ଆପଣଙ୍କ ଥାଳିରେ କଣା କରିଛନ୍ତି। ଆଉ ଆପଣ ଯାହାର ଯାହାର ଜୀବନ ସଜାଡ଼ିଛନ୍ତି, କାହାକୁ ଆପଣ ଚାକିରି କରାଇ ଦେଇଛନ୍ତି, କାହାକୁ ଟଙ୍କା ଦେଇଛନ୍ତି, କାହାକୁ ପ୍ରେମ ଦେଇଛନ୍ତି, କାହାକୁ ସମ୍ମାନ ଦେଇଛନ୍ତି, କାହାକୁ ମରୁ ମରୁ ଆପଣ ବଞ୍ଚାଇଛନ୍ତି, କିନ୍ତୁ ବଦଳରେ ସେହି ଲୋକମାନେ ହିଁ ଆପଣଙ୍କ ଜୀବନକୁ ନର୍କ ବନାଇ ଦେଇଛନ୍ତି। କିଛି ବଡ଼ କରିବାକୁ ଚାହୁଁଥିଲେ କିନ୍ତୁ ଛନ୍ଦି ହୋଇଗଲେ। ନିଜ ଲୋକଙ୍କ ଭିତରେ, ଅନ୍ୟମାନଙ୍କ ଭିତରେ ଆପଣଙ୍କୁ ଖୁସି କରିବାରେ ଆପଣ ଛନ୍ଦି ହୋଇ ରହିଗଲେ। ଆଉ ଆଜି ସମୟ ଏପରି ଯେ ଆପଣଙ୍କ 2ଟି ଯାକ ପକେଟ ଖାଲି ଅଛି। ଆପଣ ସବୁବେଳେ ପଛରେ ଛିଡ଼ା ହୋଇ ରହିଗଲେ। କାରଣ ଆପଣ ନିଜ ଜୀବନର ପ୍ରତ୍ୟେକ ସମୟ ଲୋକମାନଙ୍କୁ ଖୁସି କରିବାରେ ବିତାଇ ଦେଲେ। କେହି ଟିକେ ଆପଣଙ୍କ ଉପରେ ରାଗିଗଲେ ଆପଣ ଭିତରେ ଭିତରେ ଦୁର୍ବଳ ହୋଇଯାଇଥିଲେ ଯେ ମୋ ଉପରେ କାହିଁକି ରାଗିଲା, ପ୍ରକୃତରେ ମୋର କ'ଣ ଭୁଲ ଥିଲା। ପୁଣି ଆପଣ ଲୋକମାନଙ୍କୁ ବୁଝାଉଥିଲେ, ସମ୍ପର୍କକୁ ବଞ୍ଚାଉଥିଲେ, କିନ୍ତୁ ଆପଣ ଜାଣିନଥିଲେ ଯେ ଏହି ଲୋକମାନେ ଆପଣଙ୍କୁ କେବଳ ଏବଂ କେବଳ ଧୋକା ଦେଇଛନ୍ତି। ଏହି ଲୋକମାନେ କେବଳ ଏବଂ କେବଳ ଆପଣଙ୍କୁ ତଳେ ଖସାଇଛନ୍ତି। ଆପଣ ଅଯଥାରେ ହିଁ ଏହି ଲୋକମାନଙ୍କୁ ମାଗଣାରେ ନିଜର ଧନ ସମ୍ପତ୍ତି, ସମ୍ମାନ, ପ୍ରେମ ଦେଉଥିଲେ, ଯେତେବେଳେ କି ସେମାନେ ଏହି ଯୋଗ୍ୟ ମଧ୍ୟ ନଥିଲେ। ଆଜି ଆପଣଙ୍କୁ ଜଣାପଡ଼ି ସାରିଛି। କିନ୍ତୁ ଯାହା ହେଉ, ଡେରି ଅଛି ବନ୍ଧୁଗଣ, ଭଗବାନ ଘରେ ଅନ୍ଧାର ନାହିଁ। ଏବେ ବି ସମୟ ବଞ୍ଚିଛି। ଚାରିଆଡ଼ୁ ଖୁସି ଖବର ଏବେ ଆପଣଙ୍କୁ ମିଳିବାକୁ ଯାଉଛି। 33 କୋଟି ଦେବାଦେବୀ ଏବେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି। ଏବେ ଶନିଦେବଙ୍କର ମଧ୍ୟ ଆପଣଙ୍କ ସାଥ ମିଳିବାକୁ ଯାଉଛି ଏବଂ ପୃଥିବୀରେ କେହି ଜନ୍ମ ହୋଇନାହିଁ ଯିଏ ଆପଣଙ୍କୁ ଜିତିବାକୁ ଅଟକାଇ ପାରିବ। ତେବେ ଆସନ୍ତୁ, ଭିଡ଼ିଓରେ ସମ୍ପୂର୍ଣ୍ଣ ସୂଚନା ମୁଁ ଦେଉଛି। ଯଦି ଆଜିର ଏହି ଭିଡ଼ିଓକୁ ଦେଖିନେଲେ ତେବେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ କଡ଼ ଲେଉଟିବାକୁ ଯାଉଛି। ଯାହା ହେଲା ତାହା ହେଲା ବୃଷ ରାଶି। କିନ୍ତୁ ଏବେ ସମୟ କିଛି ବଡ଼ କରିବାର ଅଛି। ପ୍ରକୃତରେ କାହିଁକି? କାରଣ ରାହୁ ଧନିଷ୍ଠା ନକ୍ଷତ୍ରରେ ବସିଛନ୍ତି। ଆପଣ ଦେଖିବେ ଯେ ଆପଣଙ୍କ ଜୀବନରେ ଏପରି ଏକ ଘଟଣା ଘଟିବାକୁ ଯାଉଛି, ଆପଣଙ୍କ କ୍ୟାରିୟରରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି। ମୋତେ ଜଣାଅଛି ଯେ ପୂର୍ବ ସମୟରେ ଆପଣ ଭୁଲ ଲୋକଙ୍କ ଉପରେ ବିଶ୍ୱାସ କଲେ, କିନ୍ତୁ ଏବେ ଆପଣଙ୍କ ଜୀବନରେ ଏପରି ଏକ ବ୍ୟକ୍ତି ଆସିବାକୁ ଯାଉଛନ୍ତି, ହଁ, ଯିଏ ଆପଣଙ୍କର ବନ୍ଧୁଗଣ ଆଙ୍ଗୁଳି ଧରିବେ ଏବଂ ଆପଣଙ୍କୁ ରାସ୍ତା ଦେଖାଇବେ। ଏପରି କାହିଁକି? କାରଣ ଯେତେବେଳେ ଶୁକ୍ର ନିଜର ନିଜ ରାଶିକୁ ଯିବେ ତେବେ ବନ୍ଧୁଗଣ ଆପଣଙ୍କ ଆକର୍ଷଣ ବଢ଼ିବ। ଆପଣଙ୍କ ସହିତ ଏପରି ଏକ ବ୍ୟକ୍ତି ଯୋଡ଼ି ହେବେ ଯିଏ ଆପଣଙ୍କ ନିଃସ୍ୱାର୍ଥପର ଭାବରେ ସେବା କରିବେ, ଆପଣଙ୍କୁ ମାର୍ଗ ଦେଖାଇବେ, ଆପଣଙ୍କ ଭଲ ପାଇବେ ଏବଂ ସେହି ବ୍ୟକ୍ତି ବନ୍ଧୁଗଣ ଏମିତି ବୁଝି ନିଅନ୍ତୁ ଯେ ବନ୍ଧୁଗଣ ଗହମ ଭିତରେ ଏକ ଛୋଟ ହୀରା।
ଯାହାକୁ ଆପଣଙ୍କୁ ଚିହ୍ନିବାକୁ ପଡ଼ିବ। ସେ ଆସିବେ, ଆପଣଙ୍କୁ ରାସ୍ତା ଦେଖାଇବେ, ଆପଣଙ୍କ ଜୀବନ ଗଢ଼ିବେ। ତାଙ୍କର ମତାମତ ଆପଣଙ୍କ ପାଇଁ ବନ୍ଧୁଗଣ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ତାଙ୍କର ସାଥ ଆପଣଙ୍କ ଜୀବନକୁ ବଦଳାଇବ, ଆପଣଙ୍କ ଭାଗ୍ୟକୁ ବଦଳାଇବ। ତେଣୁ ଏବେ ଆସୁଥିବା ଏହି 7 ଦିନ ମଧ୍ୟରେ ଆପଣଙ୍କ ଜୀବନରେ ଏପରି କୌଣସି ବ୍ୟକ୍ତି ଆସିପାରନ୍ତି ଯାହା ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ। କାରଣ ଶୁକ୍ର ଯିବେ ବନ୍ଧୁଗଣ ତୁଳା ରାଶିକୁ ଏବଂ ଏହା ହେବ ବନ୍ଧୁଗଣ ସେପ୍ଟେମ୍ବର ଆରମ୍ଭରୁ ହିଁ। ତେଣୁ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ। ଏବେ ଆପଣଙ୍କ ଜୀବନରେ ଏପରି ଏକ ବ୍ୟକ୍ତି ଆସିବେ ଯିଏ ଆପଣଙ୍କୁ ଜୀବନ ସହିତ ପରିଚିତ କରାଇବେ। ମୋତେ ଜଣାଅଛି ଧୋକା ଖାଇ ଆପଣ ଏପରି ହୋଇଯାଇଛନ୍ତି ଯେ କାହା ଉପରେ ବି ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ ହଁ, ବାସ୍ ବହୁତ ହୋଇଗଲା। ଏବେ ଆପଣଙ୍କୁ ଜଣାପଡ଼ିବ ଯେ କିଏ ନିଜର ଏବଂ କିଏ ପର। ରାତ୍ରିରେ ବନ୍ଧୁଗଣ ପରବର୍ତ୍ତୀ ଘଟଣା ଧ୍ୟାନ ଦେଇ ଶୁଣନ୍ତୁ। ମଧ୍ୟରାତ୍ରିରେ ଯେତେବେଳେ ଆପଣ ଶୋଇଥିବେ, ସେତେବେଳେ ଆପଣ ଶୋଇଥିବେ, ତେବେ ଆପଣ ଝାଳରେ ବନ୍ଧୁଗଣ ଜୁଡ଼ୁବୁଡ଼ୁ ହୋଇ ବାହାରି ଆସିବେ। ଆପଣଙ୍କ ନିଦ ହଠାତ୍ ଭାଙ୍ଗିଯିବ ଏବଂ ଆପଣ ଦେଖିବେ ବନ୍ଧୁଗଣ ଯେ ଏହି ସଂକେତ କୌଣସି ସାଧାରଣ ସଂକେତ ହୋଇନଥିବ। ଏହି ସଂକେତ ସ୍ୱୟଂ ନ୍ୟାୟର ଦେବତା ଶନିଦେବ ଏବଂ ଆପଣଙ୍କ କୁଳ ଦେବାଦେବୀଙ୍କର ହୋଇଥିବ। ଆପଣ କୌଣସି ସ୍ୱପ୍ନରୁ ବାହାରିବାକୁ ଆସିବେ ବା କୌଣସି ଏପରି ଘଟଣା ହେବ ଯାହାଦ୍ୱାରା ଆପଣ ଜୀବନରେ ବନ୍ଧୁଗଣ ଯେଉଁ ରାତିରେ ନିଦରେ ଗଭୀର ନିଦରେ ଥିଲେ ସେଥିରୁ କେତେବେଳେ ଆପଣ ବାହାରକୁ ଆସିବେ, ତେବେ ଆପଣଙ୍କୁ ଅନୁଭବ କରିବେ ଯେ କେହି ଆପଣଙ୍କୁ ଜଣାଇଲେ ଏବଂ ଯେକୌଣସି ନକାରାତ୍ମକ ଶକ୍ତି ନୁହେଁ, ବରଂ ସେ ଏକ ବୈଦିକ ଶକ୍ତି। ତେଣୁ ବୁଝିଯିବେ ଯେ ଭଗବାନ ସାଥ ମିଳିସାରିଛି। ବାସ୍ କେବଳ ସେହି ସମୟରେ ଆପଣଙ୍କୁ ନିଜ ମନର ନିଜର ଯେଉଁ ଇଚ୍ଛା ଅଛି ତାହା କହିବାର ଅଛି, ଯେଉଁ ସ୍ୱପ୍ନ ଆପଣଙ୍କର ଅଛି ତାହା କହିବାର ଅଛି। ଯଦି ବହୁତ ଧନ ରୋଜଗାର କରିବାର ଅଛି ତେବେ ତାହା କହିଦେବେ। କାହାର ପ୍ରେମ ପାଇବାର ଅଛି ତେବେ ତାଙ୍କ ନାମ ନେଇଯିବେ। ସେହି ଜିନିଷ, ସେହି ଇଚ୍ଛା, ସେହି ସ୍ୱପ୍ନ ଆପଣଙ୍କର ପୂରଣ ହୋଇଯିବ। ତେଣୁ ଏହି କାମ ନିଶ୍ଚୟ କରିନେବେ। ପରବର୍ତ୍ତୀ ବଡ଼ ଭୟଙ୍କର ଘଟଣା ଧ୍ୟାନ ଦେଇ ଶୁଣନ୍ତୁ ବନ୍ଧୁଗଣ ଯେ ରାହୁ ଆପଣଙ୍କ କ୍ୟାରିୟର ଭାବରେ ବସିଛନ୍ତି। ରାହୁଙ୍କ କାମ ହେଉଛି ବନ୍ଧୁଗଣ ଆପଣଙ୍କ ଭିତରେ ବିଚାର ଆଣିବା। ରାହୁଙ୍କ କାମ ହେଉଛି ଆପଣଙ୍କ ମନରେ ଉତ୍ସୁକତା ସୃଷ୍ଟି କରିବା। ରାହୁଙ୍କ କାମ ହେଉଛି ବନ୍ଧୁଗଣ ଆପଣଙ୍କ ଏକ ଅଲଗା ପ୍ରକାରର ଆତ୍ମବିଶ୍ୱାସ ଦେବା। କିନ୍ତୁ ତାହା ସେତେବେଳେ ହେବ ଯେତେବେଳେ ଆପଣ କିଛି କରିବେ। କାରଣ ରାହୁ କେବଳ ଆପଣଙ୍କୁ ଚିନ୍ତାଧାରା ଦେଇପାରନ୍ତି, ଆପଣଙ୍କ ଭିତରେ ଭାବନା ସୃଷ୍ଟି କରିପାରନ୍ତି, ଆପଣଙ୍କୁ କିଛି ବଡ଼ କରିବା ପାଇଁ ବିଚାର ଦେଇପାରନ୍ତି। କିନ୍ତୁ କିଛି କରିବା ନ କରିବା ତାହା ତ ଆପଣଙ୍କ ହାତରେ ଅଛି। ଯେ ପର୍ଯ୍ୟନ୍ତ କରିବେ ନାହିଁ ସେ ପର୍ଯ୍ୟନ୍ତ କିଛି ହେବାର ନାହିଁ। ବାସ୍ ରାହୁଙ୍କ କାମ ହେଉଛି ମନରେ ମନରେ କିଛି ନା କିଛି ଜିନିଷ ଆଣିବା। ତେଣୁ ଏହି ଜିନିଷ ଆପଣଙ୍କ ପାଇଁ ଭଲ ମଧ୍ୟ ରହିବ। ଆସୁଥିବା ଏହି 7 ଦିନରେ ଆପଣ ଦେଖିବେ ଯେ ମଙ୍ଗଳ ନିଚସ୍ତ ହୋଇଯିବେ, ଯାହାଦ୍ୱାରା ବନ୍ଧୁଗଣ ଆପଣଙ୍କୁ ବେଳେବେଳେ ଏପରି ଅନୁଭବ ହେବାକୁ ଯାଉଛି ଯେ ମୁଁ ଏକା ହୋଇସାରିଛି। ପୂର୍ବରୁ ମଧ୍ୟ ଆପଣଙ୍କୁ ଏପରି ଲାଗୁଥିବ, କାରଣ ଶୁକ୍ର ମଧ୍ୟ ଆପଣଙ୍କର ନିଚସ୍ତ ଥିଲେ। ଆପଣଙ୍କୁ ଲାଗୁଥିଲା ଯେ ମୋର କେହି ସାଥ ଦେଉନାହାନ୍ତି, ମୁଁ ଏକା ହୋଇଯାଇଛି, ମୋର କୌଣସି ଭାବନା କେହି ବୁଝୁନାହାନ୍ତି। ଆପଣ ସମସ୍ତଙ୍କ ପାଇଁ ପ୍ରେମ ରଖନ୍ତି କିନ୍ତୁ କାହାକୁ କିଛି କହିପାରନ୍ତି ନାହିଁ ଯେ ମୁଁ କାହାକୁ କେତେ ଭଲ ପାଏ। ଆପଣଙ୍କ ଜୀବନରେ କେତେ ସମସ୍ୟା ଅଛି ଆପଣ ନିଜ ଘର ଲୋକଙ୍କୁ ମଧ୍ୟ କହିପାରନ୍ତି ନାହିଁ। ଆପଣ ନିଜ ମନ ଭିତରେ ସବୁ ଲୁଚାଇ ରଖନ୍ତି। ଯଦି ବୃଷ ରାଶି ଏପରି ଆପଣଙ୍କ ସହିତ ହେଉଛି ତେବେ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓ ପସନ୍ଦ ଆସୁଥିଲେ ଲାଇକ୍ କରନ୍ତୁ ଏବଂ ଏବେ ଯେଉଁ ସୂଚନା ଦେବି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସେଥିପାଇଁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଆଉ ଯଦି କୌଣସି ସମସ୍ୟା ଥାଏ ତେବେ କମେଣ୍ଟ କରିଦିଅନ୍ତୁ। ମୁଁ ଆପଣଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଦେବି। ତେବେ ଆସନ୍ତୁ ବନ୍ଧୁଗଣ ଭିଡ଼ିଓରେ ଆଗକୁ ବଢ଼ିବା। ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଶୁଣନ୍ତୁ ମୋର ପ୍ରତ୍ୟେକଟି କଥାକୁ। କୁମ୍ଭ ରାଶି ସହିତ ଯେଉଁ ବୃଷ ରାଶି ଅଛି ତାହା ମଧ୍ୟ ବହୁତ ଅଧିକ ଏମିତି ବୁଝି ନିଅନ୍ତୁ। ପାହାଡ଼ ଭଳି ହୋଇଥାଏ। ଆପଣ ସେହି ପାହାଡ଼ ଭଳି ଅଟନ୍ତି ବୃଷ ରାଶି ବ୍ୟକ୍ତିମାନେ, ଯେ ଝଡ଼ ତୋଫାନ ଆସିଲେ ମଧ୍ୟ ନିଜ ଲୋକଙ୍କ ସାଥ ଛାଡ଼ନ୍ତି ନାହିଁ। ଯଦି ଆପଣ କାହାର ହାତ ଧରିନେଲେ ତେବେ ପୁରା ଦୁନିଆ ଗୋଟେ ପଟେ ହୋଇଯାଉ ଆପଣଙ୍କ ସାଥ କେବେ ଛାଡ଼ନ୍ତି ନାହିଁ। କିନ୍ତୁ ସାମ୍ନା ବ୍ୟକ୍ତି ଏହି ଜିନିଷକୁ ଆପଣଙ୍କର ଦୁର୍ବଳତା ଭାବିନିଏ। ପୁଣି ସେ ଆପଣଙ୍କର ପୁରା ଫାଇଦା ଉଠାଏ, ଆପଣଙ୍କର ଅପବ୍ୟବହାର କରେ, ଆପଣଙ୍କୁ ବନ୍ଧୁଗଣ ଭିତର ପର୍ଯ୍ୟନ୍ତ ଫମ୍ପା କରି ଛାଡ଼ିଦିଏ ଏବଂ ଗୋଟିଏ ସମୟ ଆସିଲେ ଆପଣଙ୍କ ପିଠିରେ ଏପରି ଗୋଇଠା ମାରେ ଯେ ଆପଣ ପୁଣି କୁଆଡ଼େ ଯୋଗ୍ୟ ନାହାନ୍ତି। ଏହା ହିଁ ଆପଣଙ୍କ ଜୀବନର ତିକ୍ତ ସତ୍ୟତା ବନ୍ଧୁଗଣ। କିନ୍ତୁ ବିଶ୍ୱସ୍ତ ମଧ୍ୟ ବହୁତ। ଯଦି ସଚ୍ଚା ସାଥୀ ମିଳିଗଲା, ସଚ୍ଚା କୌଣସି ବ୍ୟକ୍ତି ମିଳିଗଲା, ତେବେ ଆପଣଙ୍କ ଜୀବନ ବନ୍ଧୁଗଣ ସ୍ୱର୍ଗ ଠାରୁ ମଧ୍ୟ ସୁନ୍ଦର। କିନ୍ତୁ ସେହି ବ୍ୟକ୍ତି ବହୁତ କଷ୍ଟରେ ମିଳନ୍ତି,
ବିଶେଷ କରି ବୃଷ ରାଶିଙ୍କୁ। ଦେଖନ୍ତୁ ବୃଷ ରାଶି ଆପଣଙ୍କ ଭିତରେ ଜିନିଷ ଗୁଡ଼ିକ ସଜାଡ଼ିବାର ଏକ ଅଦ୍ଭୁତ କଳା ଅଛି। ଏମିତି ବୁଝି ନିଅନ୍ତୁ ଆପଣ ବନ୍ଧୁଗଣ କୁଡ଼ିଆକୁ ମଧ୍ୟ ପ୍ରସାଦ ବନାଇ ଦେବେ। ଆପଣ ବନ୍ଧୁଗଣ ଏପରି ଏକ ବ୍ୟକ୍ତି ଯିଏ ନଷ୍ଟ ହୋଇସାରିଥିବା ଜିନିଷକୁ ମଧ୍ୟ ହୀରା ବନାଇ ଦିଅନ୍ତି। ଅର୍ଥାତ୍ କୋଇଲା ଖଣିରୁ ମଧ୍ୟ ଆପଣ ହୀରା ଖୋଜି ବାହାର କରି ନିଅନ୍ତି। ହୀରାର ପରିଚୟ କରାଇ ଦିଅନ୍ତି। ଆପଣ ଏପରି ଏକ ବ୍ୟକ୍ତି। ବିଛାଡ଼ି ହୋଇ ପଡ଼ିଥିବା ଜିନିଷକୁ ମଧ୍ୟ ଆପଣ ନିଜ ପରିଶ୍ରମରେ ସୁନ୍ଦର ବନାଇ ପାରନ୍ତି। କାରଣ ଆପଣ ହେଉଛନ୍ତି ବୃଷ ରାଶିର। ଆପଣଙ୍କ ଆଖପାଖରେ ମଧ୍ୟ କିଛି ଏପରି ଲୋକ ଥିଲେ ଯେଉଁମାନେ ଅଯୋଗ୍ୟ ଥିଲେ, ଯେଉଁମାନେ ଏମିତି ବୁଝି ନିଅନ୍ତୁ ଅସଫଳ ଥିଲେ, କିନ୍ତୁ ଆପଣ ମଧ୍ୟ ସେମାନଙ୍କୁ ସଫଳ ବନାଇ ଦେଲେ। ଆପଣଙ୍କ ମଧ୍ୟ ସେମାନଙ୍କୁ ଗଢ଼ିଦେଲେ। କିନ୍ତୁ ବଦଳରେ କ'ଣ ମିଳିଲା? କେହି ପଚାରିବାକୁ ହିଁ ନାହାନ୍ତି ବୃଷ ରାଶି। ଆପଣଙ୍କ ଭିତରେ ଯେତିକି ଧୈର୍ଯ୍ୟ ଅଛି ସେତିକି କାହା ଭିତରେ ନାହିଁ। କାରଣ ବନ୍ଧୁଗଣ ଆପଣ ହେଉଛନ୍ତି ବୃଷ ରାଶିର। ଆପଣ ବହୁତ କିଛି ସହନ୍ତି ଏବଂ ତଥାପି ଶାନ୍ତି ରୁହନ୍ତି। ବନ୍ଧୁଗଣ କିଛି ତିକ୍ତ ସତ୍ୟତା ମୁଁ ଆପଣଙ୍କୁ କହୁଛି। ଯେତେବେଳେ ଆପଣ କୌଣସି କଥାରେ ଜିଦ୍ ଧରି ବସନ୍ତି, ସେତେବେଳେ ଆପଣ କୌଣସି କଥାରେ ଜିଦ୍ ଧରି ବସନ୍ତି, ତେବେ ଆପଣ ନିଜ କଥା ମଧ୍ୟ ଶୁଣନ୍ତି ନାହିଁ। ଅନେକ ଥର ଆପଣଙ୍କର ଏହି ଜିଦ୍ ଆପଣଙ୍କ ସବୁଠାରୁ ବଡ଼ କ୍ଷତି ମଧ୍ୟ କରାଇ ଦିଏ। ଏକ ଜିଦ୍ ଅଛି ବନ୍ଧୁଗଣ। ମନେ କରନ୍ତୁ ଆପଣଙ୍କୁ ଗୋଟିଏ କାର୍ କିଣିବାର ଅଛି ଏବଂ ଆପଣଙ୍କ ଭିତରେ ଏକ ଜିଦିଆପଣ ରହିଗଲା। ମନେ କରନ୍ତୁ ଆପଣଙ୍କୁ ଗୋଟିଏ କାର୍ କିଣିବାର ଅଛି ଏବଂ ଆପଣଙ୍କ ଭିତରେ ଏକ ଜିଦିଆପଣ ଆସିଗଲା ଯେ ନାହିଁ ମୋତେ ଏହି ଦାମୀ 50 ଲକ୍ଷ ଟଙ୍କାର କାର୍ ହିଁ କିଣିବାର ଅଛି। କିନ୍ତୁ ଆପଣଙ୍କର ଯେଉଁ ବଜେଟ୍ ଅଛି ତାହା ତ ମାତ୍ର 1 ଲକ୍ଷ ଟଙ୍କା। କ'ଣ ଅଛି 1 ଲକ୍ଷ ଟଙ୍କା? ତେବେ ଏବେ ଆପଣ କ'ଣ କରିବେ? ଆପଣଙ୍କର ଜିଦ୍ ଏତେ ଯେ ଆପଣ ଯେମିତି ହେଲେ ବି ଋଣ କରି ଆପଣ ସେହି 50 ଲକ୍ଷ ଟଙ୍କାର ଗାଡ଼ି ତ କିଣି ହିଁ ନେବେ। ଆଉ ସେହି ଜିଦ୍ ଯୋଗୁଁ ପରେ ଆପଣଙ୍କୁ ଅନୁତାପ ହୋଇପାରେ ବନ୍ଧୁଗଣ।